ଏବେ ମୋ ପାଖରେ ନାହାନ୍ତି। ଆପଣମାନେ ଭଲ ଭାବେ ଜାଣିଛନ୍ତି ମୋ ଶ୍ୱଶୁର ମୋ ପାଖରେ ନାହାନ୍ତି, କିନ୍ତୁ ସେ କିଛି ଦିନ ହେଲା ଛାଡ଼ିକି ଚାଲି ଯାଇଛନ୍ତି। ମୋ ପାରାଦୀପରେ ସେ ବହୁତ କିଛି କରିଛନ୍ତି। ଆପଣମାନେ ଜାଣିଛନ୍ତି 5 ବର୍ଷ ତଳେ ମୋ ସ୍ୱାମୀ ବି ଥିଲେ ପାରାଦୀପର ବିଧାୟକ। ମୋ ଉପରେ ନବୀନ ପଟ୍ଟନାୟକ ଆସ୍ଥା ପ୍ରଦାନ କରିଛନ୍ତି, ନିଶ୍ଚୟ ପାରାଦୀପବାସୀଙ୍କ ପାଇଁ ବହୁତ କିଛି କରିବେ। ତ ମ୍ୟାଡ଼ାମ୍ କିଛି ଚ୍ୟାଲେଞ୍ଜ ଆସିବନି ଆପଣଙ୍କ ପାଇଁ? ଚ୍ୟାଲେଞ୍ଜ ଆସିଲେ ବି ଆମେ ବହୁତ ସଂଖ୍ୟାରେ ବହୁତ ଭୋଟରେ ଜିତିବୁ ବୋଲି ଆଶା ବିଶ୍ୱାସ ରହିଛି। ପାରାଦୀପବାସୀଙ୍କ ମୋ ଉପରେ ବିଶ୍ୱାସ ରହିଛି, ମୋ ସ୍ୱାମୀଙ୍କ ଉପରେ ବି ଥିଲା। 2024 ଚ୍ୟାଲେଞ୍ଜ କ'ଣ ରହିବ? ଯାହା ଚ୍ୟାଲେଞ୍ଜ ରହିବ ସେଟାକୁ ମୁଁ ପୂରଣ କରିବି। କିନ୍ତୁ କଥା ହେଉଛି ଆପଣ ମଧ୍ୟ ଜାଣିଛନ୍ତି ଯେ ଟିକେଟ୍ଟି କେତେ କଷ୍ଟରେ ମିଳିଛି, କେତେ ବିରୋଧ ସମ୍ବିତ ଭାଇ ବି ମଧ୍ୟ ବହୁତ ବିରୋଧର ସମ୍ମୁଖୀନ ହୋଇଛନ୍ତି ଏବଂ ତାପରେ ଟିକେଟ୍ଟି ମିଳିଛି। ତ ସେ ଯେଉଁ ବିରୋଧ ହେଉଛି ତାକୁ କେମିତି ପ୍ରଶମିତ କରିବେ, ଲୋକଙ୍କୁ କେମିତି ଆସ୍ଥା ଭାଜନ ହେବେ? ଆପଣ ଘର ଘର ଯିବେ? ନିଶ୍ଚୟ ମୁଁ ଘର ଘର ବୁଲିବି। ନିଶ୍ଚୟ ମୋ ସାଙ୍ଗରେ ମୋ ସ୍ୱାମୀ ମୋ ସାଙ୍ଗରେ ଲାଗେ। ମୋତେ କିଛି ଲାଗୁନି ଯେ ଆମ ପାଇଁ ଲୋକ ବିରୋଧ କରୁଛନ୍ତି। ସେମିତି ମାନେ ଇଲେକ୍ସନ୍ ଆସିଲେ ବହୁତ କିଛି ହୁଏ, ତ ସେସବୁ ଜିନିଷ ମାଇନେ ରଖେନି କିଛି ଅସୁବିଧା। ପ୍ରଥମେ ଶ୍ୱଶୁର, ତାପରେ ସ୍ୱାମୀ, ତାପରେ ବର୍ତ୍ତମାନ ଆପଣଙ୍କ ଉପରେ ଆସ୍ଥା ଭରସା ରଖିଛନ୍ତି ନବୀନ ପଟ୍ଟନାୟକ। କ'ଣ କହିବାକୁ ଚାହିଁବେ ଏଥିପ୍ରତି, ଆଉ ପାରାଦୀପବାସୀଙ୍କ ପାଇଁ କ'ଣ ନିଶ୍ଚୟ ସେ କିଛି ଆସ୍ଥା ପ୍ରକାଶ କରିଛନ୍ତି, ମାନେ ନିଶ୍ଚୟ କିଛି ଜାଣୁଥିବେ କିଛି ଇଏ ବୋଲି। କିଛି ଅସୁବିଧା ନାହିଁ। ମୋ ସ୍ୱାମୀ ବି ଥିଲେ ବହୁତ କିଛି କରିଛନ୍ତି, ମୁଁ ବି କିଛି କରିବି ବୋଲି ସେ ପାଇଁ ମୋ ପାଇଁ ଆସ୍ଥା ପ୍ରକାଶ ରଖିଛି। ପାରାଦୀପବାସୀ ପାଇଁ କ'ଣ ରହିବ ଆପଣଙ୍କ? ପାରାଦୀପବାସୀଙ୍କ ପାଇଁ କ'ଣ କହିବେ? ସନ୍ଦେଶ କ'ଣ ଦେବେ? ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ସେମାନେ ଏକାଠି ମିଶି ଆମେ କାମ କରିବୁ। ସେମାନେ ଆମ ସାଙ୍ଗରେ ବି ଅଛନ୍ତି, ଥିଲେ ସମିତି ସାଙ୍ଗରେ ଥିଲେ, ଏମାନଙ୍କ ସାଙ୍ଗରେ ମୋ ସାଙ୍ଗରେ ବି ଏବେ ରହିଅଛନ୍ତି। ଯେଉଁମାନେ କାଲି ବିରୋଧ କରୁଥିଲେ ଶଙ୍ଖ ତାକୁ କ'ଣ କହିବେ? ନାଇଁ, ସେଇ ବିଷୟରେ ମୋର କିଛି କହିବା ନାହିଁ। ସେମାନେ ବିରୋଧ ତ ସେମିତି କିଛି ମାନେ ଅସୁବିଧା କିଛି ନାହିଁ ମୋର ଜାଣିବା। ତାକୁ ଆପଣ ସାଙ୍ଗରେ ନେଇ କାମ କରିବେ? ନିଶ୍ଚୟ ନିଶ୍ଚୟ। ଯେପରି କଂଗ୍ରେସର ଇଏ ଯେଉଁ ଥିଲେ ବାପି ସର୍କଲ ଥିଲେ, ତାକୁ ମଧ୍ୟ ସାଙ୍ଗରେ ନେଇକି ଆପଣ କାମ କରିବେ? ନିଶ୍ଚୟ ନିଶ୍ଚୟ। ସେ ଆମ ସାଙ୍ଗରେ ମିଶିକି ଚାଲିବେ ବୋଲି ଆମେ ଆଶା କରୁଛୁ। ଯେମିତି ଆପଣ କହିଲେ ଶ୍ୱଶୁର ଏବେ ପାଖରେ ନାହାନ୍ତି ଏବଂ ତାଙ୍କ ଲିଗାସିକୁ ଆପଣ ଆଗକୁ ବଢ଼େଇବେ? ନିଶ୍ଚୟ ନିଶ୍ଚୟ ତାଙ୍କ ଲିଗାସିକୁ ଆଗକୁ ବଢ଼େଇବେ। ବିଜୁ ପଟ୍ଟନାୟକ ତାଙ୍କ ଉପରେ ଆଶା ଭରସା ରଖି ସିଏ ବି କିଛି କରିଥିଲେ। ଆଶା ବିଜୁ ପଟ୍ଟନାୟକ ଆଶା ପୂରଣ କରିବା ପାଇଁ କିଛି କରିଥିଲେ। ତାଙ୍କ ପରେ ସମ୍ବିତ ରାଉତରାୟ ଆସିଲେ, ତାପରେ ଆଉ କିଛି ବାକି ଯାହା ଅଛି ସେଇଟା ମୁଁ ପୂରଣ କରିବି ବୋଲି ମୋ ଆଶା ଅଛି। ଭାଇ, ଆପଣ ଆଶା କରୁଥିଲେ ଯେ ଆପଣଙ୍କୁ ମଧ୍ୟ ଟିକେଟ୍ ମିଳିପାରେ, କିନ୍ତୁ ସୁପ୍ରିମୋ ଆପଣଙ୍କ ପତ୍ନୀଙ୍କୁ ଦେଇଛନ୍ତି? ନିଶ୍ଚିତ ଭାବରେ ଯେହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବପ୍ରଥମେ ମହିଳା ସଶକ୍ତିକରଣକୁ ଉତ୍ସାହିତ କରିଥିଲେ ସର୍ବଭାରତୀୟ ସ୍ତରରେ। ସେହି ଦୃଷ୍ଟିରୁ ସେ ଚାହୁଁଥିଲେ ଏଥର ବିଧାନସଭା କ୍ଷେତ୍ରରେ ଯେହେତୁ ସଂସଦୀୟ ସମ୍ବିଧାନ ଅନୁସାରେ 2027 ବେଳକୁ ଲାଗୁ ହେବ, କିନ୍ତୁ ସେଟା ତା ଯଥେଷ୍ଟ ପୂର୍ବରୁ କରିକି ଗୋଟେ ସନ୍ଦେଶ ଦେବା ପାଇଁ ଚାହୁଁଥିଲେ। ସେହି ପରିପ୍ରେକ୍ଷୀରେ ମୋତେ ମଧ୍ୟ ଫେବୃଆରୀ 22 ତାରିଖ ଦିନ ଗତ ଫେବୃଆରୀ 22 ତାରିଖ ଦିନ ପଚରା ଯାଇଥିଲା ଯେ ଆପଣଙ୍କ ବଦଳରେ ଆପଣଙ୍କର ଧର୍ମପତ୍ନୀ ହେଲେ କିଛି ଅସୁବିଧା ଅଛି କି? ମୁଁ ସାର୍ କିଛି ଆପଣ ଯଦି ଇଚ୍ଛା କରିଦିଅନ୍ତୁ, ଆମେ ଚାହୁଁଛୁ ମହିଳାମାନଙ୍କୁ ଆଗକୁ ଆଣିବା ପାଇଁ। ମୁଁ ସାର୍ ଦଳ ସ୍ୱାର୍ଥ ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେବେ ଆମେ ସବୁ ମୌନପାତି ସୈନ୍ୟ ମାନିବୁ। ସେହି ପରିପ୍ରେକ୍ଷୀରେ ମୋ ଧର୍ମପତ୍ନୀକୁ ଟିକେଟ୍ ଦିଆଯାଇଛି, ହେଲା କଥା। ବାକି ଆପଣମାନେ କିଶୋରପୁରରୁ ତାକୁ ଯେଉଁ ପ୍ରଶ୍ନ ପଚାରୁଥିଲେ ବିରୋଧୀ ଦଳ ଇଏ ସେ କଥା, ସେ ତାଙ୍କର ଚରିତ୍ର ଅଲଗା ପ୍ରକାର। ମୁଁ ଆପଣମାନଙ୍କୁ କହିବି ସେ ସମସ୍ତଙ୍କୁ ନେଇକି ଚାଲିବା ଭଳି ଲୋକ, ସେଇଥିପାଇଁ ଦିଆହେଇଛି। କିଛି ବିରୋଧରେ ସମସ୍ତଙ୍କୁ ସେ ନେଇକି ଚାଲିବେ। ତେଣୁ ଆପଣମାନେ ଆଶଙ୍କା କୌଣସି ପ୍ରକାର ପ୍ରକାଶ ଦେଖିବେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ବହୁତ ସଂଖ୍ୟାରେ କେମିତି ଆଗକୁ ବଢ଼ିବ, ସେଇଟା ଗତ ଥର ବିପୁଳ ଭୋଟ କେମିତି ପାଇବେ ତା ପାଇଁ ମଧ୍ୟ ଆମେ ଚେଷ୍ଟା କରିବୁ। ଏବଂ ସେ ଛାଡ଼ି ଯାଇଥିବା ଆଉ ଗୋଟିଏ କଥା ମୁଁ କହିଦେଉଛି, ଏହି ପରିପ୍ରେକ୍ଷୀରେ ଆମର ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ମୁଁ ବ୍ୟକ୍ତିଗତ ମୋ ତରଫରୁ ଦେଉଛି। ଏବଂ ଆମର ଯେ ପର୍ଯ୍ୟବେକ୍ଷକ ଡକ୍ଟର ଅରୁଣ ସାହୁ, ତାଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ଦେଉଛି ମୁଁ ବ୍ୟକ୍ତିଗତ ମୋ ତରଫରୁ।